କୁମ୍ଭୀର ସବୁଦିନ ମାଛ ଧରି ଶୁଖେଇବ, ଆଉ ମୁଁ ସବୁଦିନ ତାକୁ ଖାଇବି। ହା 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 ହା। ଯାଉଛି, ଡେରି ନକରି ମାଛ ଗୁଡ଼ିକ ଖାଇଦେଇ ଆସିବି। ଏହା କହି ଶିଆଳ ଯାଇ ମାଛ ଖାଇବା ଆରମ୍ଭ କରିଛି ତ କୁମ୍ଭୀର ମନେ ମନେ କହିଲା, ଆରେ ବେଟା ଶିଆଳ, ମୁଁ ତ ସେତେବେଳୁ ତୋରି ଅପେକ୍ଷାରେ ଥିଲି। ଦେଖ, ମୁଁ ତୋର ଆଜି କି ଅବସ୍ଥା କରୁଛି। ଏହା କହି କୁମ୍ଭୀର ଚୁପି ଚୁପି ଧୀରେ ଧୀରେ ଶିଆଳର ପାଖକୁ ଆସିଲା। ଏପଟେ ଶିଆଳ ମାଛ ଖାଇବାରେ ଏତେ ବ୍ୟସ୍ତ ଥିଲା ଯେ ସେ ବୁଝିପାରୁନଥିଲା କି କୁମ୍ଭୀର ତା ଆଡ଼କୁ ଆସୁଛି ବୋଲି। କୁମ୍ଭୀର ପଛପଟୁ ଆସି ଶିଆଳର ଲାଞ୍ଜକୁ କାମୁଡ଼ି ଧରିଲା, ଆଉ ଶିଆଳକୁ ନଦୀକୁ ଫୋପାଡ଼ି ଦେଲା। କୁମ୍ଭୀର ଭାଇ, ବଞ୍ଚାଅ ବଞ୍ଚାଅ ମୋତେ। ମୁଁ ସତରେ କିଛି ଜାଣିନଥିଲି। ବଞ୍ଚାଅ ମୋତେ କୁମ୍ଭୀର ଭାଇ।